ନମସ୍କାର। ଆଜି ସୋମବାର ଜାନୁଆରୀ 5 ତାରିଖର ଶୁଣିବା ରାଶିଫଳ। ମେଷ, ଆଜିର କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବା ସହ ବନ୍ଧୁଙ୍କ ଦ୍ୱାରା ପ୍ରଶଂସିତ ହେବେ। ଘର ଲୋକଙ୍କ ଅପେକ୍ଷା ପରଲୋକଙ୍କ ସାହାଯ୍ୟ ସହଯୋଗ ଅନୁଭୂତ ହେବ। କୃତ୍ତିକା ନକ୍ଷତ୍ର ପରିଜନଙ୍କ ସହ ଦୂରଯାତ୍ରା, ଗୃହାରମ୍ଭ ଏବଂ ବନ୍ଧୁ ସମ୍ପର୍କ କ୍ଷେତ୍ରରୁ ଶୁଭଫଳ ପାଇବେ। ନିରପେକ୍ଷ ନ୍ୟାୟ ପ୍ରଦାନ କରି ପ୍ରଶଂସିତ ହେବେ। ବୃଷ, ପୂର୍ବ ବିବାଦକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇ ବନ୍ଧୁ ପ୍ରଭୃତିଙ୍କ ସହ ସୁସମ୍ପର୍କ ରହି ନପାରେ। ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ବାକ୍ୟଯୁଦ୍ଧ ଲାଗିବାର ଆଶଙ୍କା ରହିଛି। ଆନୁଷ୍ଠାନିକ କାମରେ ବ୍ୟୟ ବୃଦ୍ଧି ହେତୁ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ମୃଗଶିରା ନକ୍ଷତ୍ର ଅଯଥା ଗୁଡ଼ାଏ ମୂଲ୍ୟହୀନ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। ମିଥୁନ, ପୁନର୍ବସୁ ନକ୍ଷତ୍ରର ଦୀର୍ଘ ଦିନାନ୍ତେ ଆରୋଗ୍ୟ ଲାଭ ସଙ୍ଗକୁ ବନ୍ଧୁଙ୍କ ସ୍ନେହ ସହାନୁଭୂତି ଲାଭ କରି ଖୁସି ହେବେ। ପରିବାରରେ ସୁଖ ଶାନ୍ତି ଫେରି ଆସିବ। ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ଲାଭ କରି ଋଣ ପରିଶୋଧ କରିବାରେ ସଫଳ ହେବେ। ବାଣିଜ୍ୟ, ବ୍ୟବସାୟ, କୁଟୀର ଶିଳ୍ପ, ସାହିତ୍ୟରେ ସମାଧାନ ହୋଇଯିବ। କର୍କଟ, ନୂତନ କର୍ମ ନିଯୁକ୍ତି, ଶୁଭ ଖବର ଏବଂ ଆତ୍ମୀୟଙ୍କ ଆଦର ପାଇବାର ସୌଭାଗ୍ୟ ଅର୍ଜନ କରିବେ। ପରିବାର ସଦସ୍ୟଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିବ। ଦୂର ସ୍ଥାନକୁ ଯାତ୍ରା କରିବାକୁ ମନସ୍ଥ କରିପାରନ୍ତି। ଅଶ୍ଳେଷା ନକ୍ଷତ୍ର ସହକର୍ମୀଙ୍କ ସହାନୁଭୂତି ଏବଂ ଅଧସ୍ତନଙ୍କ ଆନୁଗତ୍ୟ ଜନିତ ଖୁସି ଅନୁଭବ କରିବେ। ସିଂହ, କର୍ମକ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ତାହାର ସଦ୍ବ୍ୟବହାର ମୁସ୍କିଲ ହୋଇପାରେ। ବନ୍ଧୁ ବାରଣ କଲେ ମଧ୍ୟ ପରିବାରର ସହମତିରେ କାମ କଲେ ଉପକୃତ ହେବେ। ଉତ୍ତର ଫାଲ୍ଗୁନୀ ନକ୍ଷତ୍ରର ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ପ୍ରତିଯୋଗିତା, ମାଲି ମକଦ୍ଦମା, ଜମିଜମାରେ ସଫଳତା ଯୋଗୁଁ ଖୁସି ରହିବେ। କନ୍ୟା, ସହକର୍ମୀଙ୍କ ସହ ସମନ୍ୱୟ ଅଭାବରୁ କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ରୋଗ ପୀଡ଼ା କିମ୍ବା ଧାର କରଜ ଜନିତ ମାନସିକ ଅସ୍ଥିରତା ମନକୁ ବିଚଳିତ କରିବ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ବିଳମ୍ବରେ ପାଇବେ। ଚିତ୍ରା ନକ୍ଷତ୍ର ଆଜି ପ୍ରତ୍ୟୁଷ ଯାତ୍ରା ଓ କଚେରୀ ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ତୁଳା, ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ କରିବା କାରଣରୁ ଆଶ୍ୱସ୍ତି ଲାଭ କରିବେ। ସନ୍ଦେହ ଓ ଭୁଲ ବୁଝାମଣା କାରଣରୁ ଭଲ ସମ୍ପର୍କ ଥିବା ବନ୍ଧୁମାନେ ଭୁଲ ବୁଝିପାରନ୍ତି। ବ୍ୟବସାୟ ଓ ପରିବହନରେ ସଙ୍କଟ ଦୂରେଇ ଯିବ, କିନ୍ତୁ ଆଶାଜନକ ଲାଭ ନ ହୋଇପାରେ। ସ୍ୱାତୀ ନକ୍ଷତ୍ର ସମ୍ପର୍କରେ ଭଟ୍ଟା ପଡ଼ିଯାଇଥିବା ଭାତୃ ସମ୍ପର୍କରେ ଉନ୍ନତି ଘଟିବ। ବିଛା, ପରିବାରର ବିରାଦ ଅନୁସାରେ ନୂତନ ବସ୍ତ୍ରଭୂଷଣ ଓ ଧାତୁ ଅଳଙ୍କାର କ୍ରୟ କରିପାରନ୍ତି। ଆଶା ଓ ଅଭିଳାଷ ପୂରଣ ଦିଗରେ ବନ୍ଧୁ ସହଯୋଗ କରିବେ। ପ୍ରକାଶନ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ତଥା ରାଜନୀତିରେ ଚେଷ୍ଟା ସଫଳ ହେବ। ବିଶାଖା ନକ୍ଷତ୍ରର ସାମାଜିକ ସ୍ତରରେ ଶତ୍ରୁତାମାନଙ୍କ ଦ୍ୱାରା ସୁଯୋଗ ହରାଇବାର ଆଶଙ୍କା ରହିଛି। ଧନୁ, ଆପଣଙ୍କ ବିଚାରଧାରାର ପରିବର୍ତ୍ତନ ପ୍ରତ୍ୟେକ କ୍ଷେତ୍ରରେ ଆଶଙ୍କା ପରିସ୍ଥିତି ସୃଷ୍ଟି କରିବ। କର୍ମକ୍ଷେତ୍ର, ପରିବାର, ପ୍ରଶାସନ ଓ ଅର୍ଥ ସମସ୍ୟାକୁ ପ୍ରତିହର କରିବାରେ ସମର୍ଥ ହେବେ। ଆନୁଷ୍ଠାନିକ କ୍ଷେତ୍ର, ଶିଳ୍ପ, ବ୍ୟବସାୟିକ ସ୍ତରରେ ବ୍ୟତିକ୍ରମ ଜନିତ ଟେନସନ କମିଯିବ। ମୂଳା ନକ୍ଷତ୍ର ସାହିତ୍ୟ ଓ ସଙ୍ଗୀତ ଚର୍ଚ୍ଚାକୁ ପ୍ରଶଂସିତ ହେବେ। ମକର,
ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବା ସହ ଯାହା ଆଶା କରୁଛନ୍ତି ତାହା ପାଇବେ। ଯିଏ ଯେତେ ଶତ୍ରୁତା କରି ପ୍ରତିବନ୍ଧକ ସୃଷ୍ଟି କଲେ ମଧ୍ୟ ଆପଣଙ୍କର କୌଣସି କ୍ଷତି ହେବ ନାହିଁ। ବନ୍ଧୁ ଗହଣରେ କଥା ଓ କାମରେ ତାଳମେଳ ଅଭାବରୁ ସମାଲୋଚିତ ହେବେ। ଶ୍ରବଣ ନକ୍ଷତ୍ରର ଆର୍ଥିକ ଓ ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ର ଉନ୍ନତ ରହିବ। କୁମ୍ଭ, ନୂତନ ଯୋଜନାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ସାମାଜିକ ସ୍ତରରେ ବନ୍ଧୁଙ୍କୁ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସଜାଡ଼ି ନେବେ। ପାରିବାରିକ ସମସ୍ୟା ଥିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଶତଭିଷା ନକ୍ଷତ୍ର କଚେରୀ ମାମଲା, ଜମିଜମା ସମସ୍ୟା ସମାଧାନ ହେବାର ସୂଚନା ରହିଛି। ମୀନ, ଉତ୍ତର ଭାଦ୍ରବ ନକ୍ଷତ୍ରର ସକାଳୁ ଶୁଭ ଖବର ପାଇ ମନଟା ଖୁସି ହୋଇଯିବ। ଆଜି କୌଣସି କାମ ଅଟକିବ ନାହିଁ କିମ୍ବା ବ୍ୟବସାୟ ପରିବହନରେ କ୍ଷତି ମଧ୍ୟ ନ ହୋଇପାରେ। ପାରିବାରିକ, କର୍ମକ୍ଷେତ୍ର, ସାମାଜିକ ପ୍ରତ୍ୟେକ ଦିଗରେ ଭଲ ରହିବ। ଈର୍ଷାପରାୟଣ ଆତ୍ମୀୟଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ନମସ୍କାର, ଜୟ ଜଗନ୍ନାଥ।